এই বোতল ফোতল দুনিয়া পড়ିଲାଠୁ ଆମେ ସେଟା ସଫା କରିପାରୁନୁ। ଗାଁଟା ବି କାଚଡ଼ା ହେଲେ ଗାଁ ଲୋକ ବିରୋଧ କରୁଛନ୍ତି। ମେଡିକାଲ ଡିପାର୍ଟମେଣ୍ଟ କହୁଛି ଏଇ ଏରିଆ ଗୁଡ଼ା କାଚଡ଼ା କରୁଛ, ତେଣୁକରି ମୁଁ କାଚଡ଼ା ସମ୍ଭାଳି ପାରିବିନି, କେତେ ଗୁଟେଇବି, ତେଣୁକରି ବନ୍ଦ କରିଦେବା ଆଉ। ଆଜ୍ଞା, କେମିତି ଲାଗିଲା ଏ ଖବର ଶୁଣିକିରି? ମାରିଦେଲେ ତ ନିଜ ଗୋଡ଼ରେ ନିଜେ କୁରାଢ଼ି। ଏବେ ମାନେ ମଜା ଆସିଗଲା, ଖୁସି ଲାଗୁଥିବ ଆପଣମାନଙ୍କୁ। ବାରମ୍ବାର ପ୍ରଥମରୁ କହି ଆସୁଥିଲେ କି ପାଣି ବୋତଲ ଏପଟ ସେପଟ ଫୋପାଡ଼ନ୍ତୁ ନାହିଁ। ଆପଣ ଯେଉଁ ୟୁରିନ୍ ବୋତଲ ନେଇକି ଯାଉଥିଲେ ତାକୁ ମଧ୍ୟ ଗୋଟେ ଜାଗାରେ ଜମା କରିକି ରଖନ୍ତୁ, ତାହେଲେ ସେଗୁଡ଼ା ସଫା କରିବା ପାଇଁ ତାଙ୍କୁ ମାନେ ଆସାନି ହେବ ଟିକେ ହେଲା। କିନ୍ତୁ ଆପଣ ଶୁଣିଲେନି, କାହିଁକିନା ଆପଣଙ୍କ ପାଖରେ ପଇସା ଅଛି। ଆଉ ଆପଣ କିଣିବେ, ପିଇବେ, ପାଣି ପିଇବେ, ଚା ପିଇବେ, କୋଲ୍ଡ ଡ୍ରିଙ୍କସ୍ ପିଇବେ, ବୋତଲ ଗୁଡ଼ା ଯେଉଁଠି ସରିଲା ସେଇଠି ଫିଙ୍ଗିବେ। ଆଉ କିଛି ଦିନ ପୂର୍ବରୁ କେମିତି ଥିଲା କି? ଆପଣ ତ ଜାଣନ୍ତି ସେ ଗାଁରେ ଗୋଟେ ହିଁ ନଳକୂଅ ଅଛି। ଆପଣମାନେ ଯେଉଁ ପାଣି ନେଇକି ଯାଉଥିଲେ ବୋତଲରେ, ସେ ପାଣି ଗୁଡ଼ା ପିଉଥିଲେ, ସରିଲା ପରେ ଫିର୍ ନଳକୂଅରୁ ପାଣି ଭରିକିରି ପିଉଥିଲେ, ଫିର୍ ସରିଲା ଫିର୍ ନଳକୂଅରୁ ପାଣି ଭରିକି ପିଉଥିଲେ। ଆଉ ଆସିଲା ଟାଇମ୍ରେ ସେ ବୋତଲକୁ ନେଇକିରି ଆପଣ ପଳେଇ ଆସୁଥିଲେ, ଫେରି ଆସୁଥିଲେ ଘରକୁ। କିନ୍ତୁ ଯେବେଠୁ ଆପଣଙ୍କୁ ସୁବିଧା କରାହେଲା, ଯେଉଁ ହୋଟେଲ ସବୁ ଖୋଲିଲା, ପାଣି ବୋତଲ, କୋଲ୍ଡ ଡ୍ରିଙ୍କସ୍, ଚା ସବୁ ଦୋକାନ ଖୋଲିଲା, ଆପଣମାନେ ପଇସା ପକେଟରୁ ବାହାର କରିକିରି ମାନେ ଯେଉଁ ପାଣି ପିଇଲେ, ଥଣ୍ଡା ପାଣି ପିଇଲେ, ପାଣି ସରିଲା ବୋତଲକୁ ଫିଙ୍ଗିଦେଲେ। ବାବା ବାରବାର ମନା କରୁଥିଲେ କି ଆପଣ ବୋତଲ ଏପଟ ସେପଟ ଫୋପାଡ଼ନ୍ତୁ ନାହିଁ, ଗୋଟେ ଜାଗାରେ ଜମା କରନ୍ତୁ, ତାହେଲେ ସେଗୁଡ଼ା ମାନେ ଯେଉଁ ନଷ୍ଟ କରିବା ପାଇଁ, ମାନେ ତାକୁ ସଫା କରିବା ପାଇଁ ବାବାଙ୍କୁ ମଧ୍ୟ ଆସାନି ହେଇଯିବ। କିନ୍ତୁ ଆପଣମାନେ ବିଲକୁଲ ଶୁଣିଲେ ନାହିଁ ହେଲା। ଏଇ କଥାଟା ମୁଁ ଯେଉଁ ଗଲା ମୋ ପୂର୍ବ ଭିଡ଼ିଓ ଥିଲା, ମୁଁ ପୂର୍ବ ଭିଡ଼ିଓରେ ମୁଁ କହିଥିଲି, କିନ୍ତୁ ବହୁତ ଲୋକ ମୋତେ କମେଣ୍ଟ କଲେ କି ମୁଁ ଟାଉଟର, ମାନେ ମୁଁ ଟାଉଟରି କରୁଛି, ବାବାଙ୍କର କ୍ଲିନିକ୍ କେବେ ବନ୍ଦ ହେବନି। କିନ୍ତୁ ଏବେ ହେଲା ତ? ଆପଣଙ୍କୁ ଭରସା ଲାଗିଲା, ବିଶ୍ୱାସ ହେଲା ମୁଁ ସତ କହୁଥିଲି କି ମିଛ କହୁଥିଲି? ଏବେ ବାବାଙ୍କର ଏଇ ଭିଡ଼ିଓଟା ଦେଖି ନିଅନ୍ତୁ, ତାପରେ ମୁଁ ଆଉ ଆପଣଙ୍କୁ କହିବି। ଆଜ୍ଞା ସାର୍ ନମସ୍କାର। ଆଜ୍ଞା ନମସ୍କାର। ଆଜ୍ଞା ସାର୍, ଆମର ବନ୍ଦ କରାହେଇଥିଲା, ପୁଣି ଲୋକ ଆସୁଛନ୍ତି ଏସବୁ ଫିଙ୍ଗା ଫିଙ୍ଗି କରୁଛନ୍ତି ବୋଲି କହୁଛନ୍ତି, ପୁରା ବନ୍ଦ କରିଦେବେ? ହଁ, ଆମର ଏଇନା ବାତଟା ପୁରା ବନ୍ଦ କରିଦେଉଛୁ। ସୁଗାର, ଏସିଡ୍ ଆଉ କିଡ଼ନୀ ହିଁ ଦେବୁ। ବୋତଲ ଗୁଡ଼ା ଏଇ ଆମର ପରିବେଶଟା ଅପରିଷ୍କାର ହେଇଗଲାନି, ସମସ୍ତେ ଗାଁ ବିରୋଧ କରୁଛି। ଏବଂ ପ୍ରଶାସନ ବି କହୁଛି ଏଗୁଡ଼ା ଡବା ଫବା ରୋଗ ଫୋଗ ବାହାରିଲେ ମ୍ୟାଲେରିଆ କି ଆଉ କ'ଣ ଡାଇରିଆ ଆମ ଉପରେ ଆଞ୍ଚ ଆସୁଛି, ତେଣୁକରି କେହି ଆସନ୍ତୁ ନାହିଁ 3 ମାସ ପର୍ଯ୍ୟନ୍ତ। ଦୁର୍ଗା ପୂଜା ବାହାରେ ଯିଏ ବାତବାଲା ଆସିବେ, ନହେଲେ କେହି ଆସିବେନି। ଆଚ୍ଛା, ବାତବାଲା କେବଳ ଦୁର୍ଗା ପୂଜା ପରେ ଯାଇକି ଆସିବେ? ଆସିଲେ ବି ଦେଲେ ଦେବା, ନହେଲେ ତାପରେ ସେମିତି ଅପରିଷ୍କାର ହେଲେ ବି ପୁରା ବନ୍ଦ କରିଦିଆଯିବ। ଆଚ୍ଛା ଆଚ୍ଛା, କେବଳ ବର୍ତ୍ତମାନ କିଡ଼ନୀ ପେସେଣ୍ଟ ଆଉ ସୁଗାର ପାଇଁ ଆସିବେ? ଏସିଡ୍ ପାଇଁ, ସୁଗାର ଏସିଡ୍ ପାଇଁ ଆସିବେ। ବାସ୍, ଏବେ ବୁଝିପାରୁଥିବେ କାହିଁକି ମୁଁ ସେ ଭିଡ଼ିଓରେ, ମୋ ପୂର୍ବ ଭିଡ଼ିଓରେ ମୁଁ କହୁଥିଲି କି ବାବାଙ୍କର କ୍ଲିନିକ୍ ବନ୍ଦ ହେବା ଉପରେ ଅଛି। ହୁଏତ ସେ ବନ୍ଦ କରିଦେବେ, ନହେଲେ କିଛି ମାନେ ଗୋଟେ ରାସ୍ତା କରିବେ। ଏବେ ଦେଖିଲି ଶୁଣିଲେ ତ ଆପଣମାନେ ବାବା ଯେମିତି କହୁଛନ୍ତି କି ସୁଗର, କିଡ଼ନୀ ଆଉ ଏସିଡ୍, ଏ 3ଟା ରୋଗ ହିଁ ସେ ଦେଖିବେ, ତାରି ହିଁ ଔଷଧ ଦେବେ। ପୂର୍ବରୁ କ'ଣ କରୁଥିଲେ କି? ପୂର୍ବରୁ ସେ ପାଖାପାଖି 18-19ଟା ରୋଗର ଔଷଧ ସେ ବନେଇକି ରଖୁଥିଲେ, ଆପଣମାନଙ୍କୁ ଦେଉଥିଲେ। କିନ୍ତୁ ଆପଣମାନେ ଯେଉଁ ଯାଇକିରି ଯେଉଁ ଅଳିଆ ଆବର୍ଜନା କଲେ, ସେଠି ବୋତଲ ଫିଙ୍ଗିଲେ, ବିଭିନ୍ନ ପ୍ରକାର ମାନେ ଯେଉଁ ପ୍ଲାଷ୍ଟିକ୍, ପଲିଥିନ୍ ହେଲା, କୋଲ୍ଡ ଡ୍ରିଙ୍କସ୍ ବୋତଲ, ଥଣ୍ଡା ବୋତଲ, ପାଣି ବୋତଲ, ଚା କପ୍ ଏସବୁ ଫିଙ୍ଗିକିରି ଆପଣମାନେ ଯେଉଁ ସେଠି ଆବର୍ଜନା କଲେ, ତାରି ପାଇଁ ଯେଉଁ ମୁଁ କହୁନଥିଲି କି ପୋଲିସ ଯେଉଁ ଆମର ଫରେଷ୍ଟ ଅଫିସର ମାନେ ସବୁ ଆସିକିରି ତାଙ୍କୁ ତାଗିଦ କରିକି ଗଲେ, ବୁଝେଇକିରି ଗଲେ, ମେଡ଼ିକାଲ ଟିମ୍ ଆସିକିରି ବୁଝେଇକିରି ଗଲେ, ତାଗିଦ କରିକି ଗଲେ। ଏଇଟା ଲାଷ୍ଟରେ ବାବା କ'ଣ କଲେ? ଅଲଗା ଉପାୟ ନ ପାଇକି ଲୋକମାନଙ୍କୁ ବୁଝେଇଲେ, ବହୁତ ବୁଝେଇଲେ। ସିଏ ପାଖାପାଖି ସପ୍ତାହ ପର୍ଯ୍ୟନ୍ତ ଲୋକମାନଙ୍କୁ କହିଲେ କି ଆପଣମାନେ ଆଉ ଏ ଆବର୍ଜନା କରନ୍ତୁ ନାହିଁ, ଗୋଟେ ଜାଗା ଡଷ୍ଟବିନ୍ କରାହେଇଛି, ସେଇ ଡଷ୍ଟବିନ୍ରେ ପକାନ୍ତୁ। କିନ୍ତୁ ଲୋକମାନେ ବିଲକୁଲ ଶୁଣିଲେନି। ଆସିଲେ, ଔଷଧ ନେଲେ, ଯେଉଁଠି ପାରି ସେଇଠି ଆବର୍ଜନା, ଅଳିଆ ଆବର୍ଜନା, ବୋତଲ ଫୋତଲ ଏସବୁ ପକାଇ ଦେଇକିରି ନିଜ ଔଷଧ ଧରିକିରି ସେ ଗାଁକୁ, ନିଜ ଘରକୁ ପଳେଇଲେ ହେଲା। ବାବା ଆଉ ଅଲଗା ଉପାୟ ପାଇଲେନି। ସେଥିପାଇଁ ସେ ଏବେ ପାଖାପାଖି ଦଶହରା ପର୍ଯ୍ୟନ୍ତ ସୁଗର, ଏସିଡ୍ ଆଉ କିଡ଼ନୀ, ଏ 3ଟା ରୋଗର ହିଁ ଔଷଧ ଦେବେ ହେଲା। ଆଉ ଅଲଗା ଯେଉଁ ଔଷଧ ସେ ବିଲକୁଲ ଦେବେନି। ଯଦି ଦଶହରା ପର୍ଯ୍ୟନ୍ତ ଲୋକମାନେ ଯଦି କିଛିଟା ବୁଝିବେ କି ନା, ଆଉ ଯେଉଁ ଗାଁ ଅଞ୍ଚଳ ଅଛି, ପରିବେଶ ଅଛି, ଜଙ୍ଗଲ ଅଛି, ତାକୁ ସଫାସୁତୁରା ରଖିବା, ବୋତଲ ଗୁଡ଼ା ଗୋଟେ ଜାଗାରେ ରଖିବା, କି ଫିଙ୍ଗିବାନି, କି ଘରକୁ ନେଇ ଫେରାଇ ଆଣିବା, କିଛି ଏମିତି ଯଦି ବୁଝିବେ, ତାହେଲେ ଆଉ ଥରେ ମେଡ଼ିକାଲ ଖୋଲିବ, ତାଙ୍କର କ୍ଲିନିକ୍ ଖୋଲିବ, ଔଷଧ ଦେବା। ସେ ପୁଣି ଥରେ ସେଇ ଯେଉଁ 18-19ଟା ରୋଗର ଔଷଧ ଦେବା ପାଇଁ ସେ ଆରମ୍ଭ କରିବେ। ଆଉ ତାପରେ ବି ଯଦି ଆପଣମାନେ ସେଇଭଳିଆ ପାଣି ବୋତଲ ଫିଙ୍ଗିବେ, ମାନେ ଅଳିଆ ଆବର୍ଜନା କରିବେ, ତାହେଲେ ସେ ତାଙ୍କ କହିବା ଅନୁସାରେ ଆପଣ ତ ଶୁଣିଲେ, ପୁରା ଟୋଟାଲି ସମ୍ପୂର୍ଣ୍ଣ ବନ୍ଦ କରିଦେବେ, ବିଲକୁଲ ଔଷଧ ଦେବେନି, କେଉଁ ରୋଗୀକୁ ଦେଖିବେନି ହେଲା। ସେଇଥିପାଇଁ ଆପଣଙ୍କୁ ବାରବାର ଅନୁରୋଧ କରାଯାଉଥିଲା କି ଆପଣମାନେ କମ୍ ସେ କମ୍ ସେ ଅଞ୍ଚଳକୁ ସଫା ରଖନ୍ତୁ, ଆବର୍ଜନା କାହିଁକି ପକାଉଥିଲେ? ଏବେ ଯେଉଁ
किडनी रोग, एसिड रोग, बात रोग, स्टोन रोग, टीबी रोग, यार पाई जो सुगर रोग, यार पाई जो हजार हजार टंका आप खर्च करते मेडिकल रे, किंतु एठी आसिक आपन जो 800-900 टंका देकरी जो औषध गुड़ा नौले खाऊले पूरा पूरी भल हो जाते। एमती बहुत रोगी औषध खाई भल होते भल होती भी है, किंतु शेष में कौन है बाबांकर किसी फरक पड़ोनी। से आगु भी जो 26 तारीख जो कहूली बाबांकर कहवा अनुसार जदि से चाष भी करेंगे गोटे वर्ष ता 2 वर्ष बसिक खाइले पाखे से धान मान रही है किसी असुविधा हेनी, किंतु असुविधा पड़ा आमे मैंने औषध बाबा जो समाज सेवा करने कम पैसा रे से औषध दौले लोक मान रोग ठीक करुले, किंतु ता बदल में आमे मैंने ये भाया असुविधार पकईछु। यहाँ दोष बाबांकर नुहे, आपण मैंने कहे कहीं बंद करदे बढ़िया होता बढ़िया औषध दौले किसी गोटे नियम कर किंतु आमे मैंने शुणा कि सी जदि बार बार से पोस्टर भी लगेदेवे लोक पिला भी रखीदे कि कौटी माने कौटी बोतल फतल फिंगेबेनि कहीकि कि पोस्टर लगेदेवे तथापि आम मैंने शुणवानी जो देखिले पानी बोतल सरला बोतल फिंगीदेवा परिस्रा टेस्ट करने पानी से जो माटी दनाटा अच्छी गिनाटा थी से परिस्रा ढाड़ी देला बाद बाकी जो बोतलटा बंचीज ताकू आम जो फिंगीदेवा आम ये हिं करवा। से बाबा मैंने एवं वार्निंग देते लास्ट वार्निंग यहाँ जो एसिड किडनी आउ सुगर ये 3टा रोग रो औषध से पाखापाखि 10,000 पर्यंत देवे। जदि यही भितर फिर भी आम से भाया ही कांड कारनामा करुवा अड़िया आवर्जना करुवा ताहले से बहुत जल्दी निजर क्लिनिक बंद करी से निजर माने जो आउ कहारी को औषध देवेनि से निजर चाषबास रहीजे। आम मैंने कौन करवा आम पाखे पैसा अच्छी से आम पैसा माने जो होटेल फटेल जो खोलला सुविधा है पानी पिऊचे फिंगुचे से गाँ टाक पूरा अपरिष्कार करके आसुचे औषध बदल में ता बदल कौन दौचे 1000 पाखापाखि 900,000 टका दौचे एवं जीवा से जो पैसा आम पकेट थिला पैसा गरम रे सब आम करुले गाँ टाक अड़िया आवर्जना करुले से पैसा नहीं जीवा बड़ बड़ मेडिकल को जाकि से ट्रिटमेंट है। सुगर जो मेडिसिन आपण मैंने जानी जहाँ थोड़े जदि से मेडिकल जीव मैंने जीवन भर से सुगर इन्सुलिन नौ इंजेक्शन नौ से मेडिसिन खाऊ मरवा पर्यंत से भाया है कहीं 2-3 मास औषध खाइला 2-3 हज़ार टका खर्च करें कहीं पूरा पूरा पूरी भल हो आम चलो जी मेडिकल को आम पाखे पैसा अच्छी है एवं बुझिले तो सब कथा आम को प्रशासन को दोष दे पारिबानी कि को माने मेडिकल टीम कि फॉरेस्ट ऑफिसर कहारी को दोष दे पारिबानी कहीं गलती अच्छी आमर है आम ही भूल करुछु तांकर काम से कर आम काम आम कौन करूँ कि आम काम आम ठीक भाव में करूँ कि जो गाँटा अच्छी आपण मैंने जानी प्राय गाँ गुड़ा केमती सफा सुतरा थाए किंतु आम मैंने जो 600-700 लोक 1000 लोक 1500 लोक गोटे दिन जाऊँ से ट्रिटमेंट हाँपाई आम मैंने कौन से किसी व्यवस्था करूँ कि सफा सुतरा रखा गाँ को माने आवर्जना मुक्त रखापी आम कि करूँ कि नहीं आम जाऊँ निज गाड़ी में भड़ा करी औषध किणुचु 900,000 टका देकर तापर जो पार्लु से माने जो अड़िया आवर्जना पकई देकरी आम पलि आसुँ है तापाई दायी आमे माने बाबा के दायी हेबेनी से भी हाथ टेकीदेले एवं माने से भी औषध देवे औषध देवे जमती मुझे कहली देवे से 3टा रोगर औषध देवे 10,000 पर्यंत यदि से भितर लोक मैंने टी सुधरवे ताहले ठीक अच्छी नहले क्लिनिक पूरापूरी बंद है। तेणु आपण मैंने आउ जदि ए वीडियो देखला परे आपण मैंने जदि जावाक चाहूँगी तो आपण मैंने प्लीज आपण मन को अनुरोध कराऊँगी आपण मैंने जो आवर्जना गुड़ा प्लास्टिक पॉलिथीन बोतल पानी बोतल जहाँ भी नहीं जीवे से गुड़ा रिटर्न नहीं आप पलि आसतु से गोटे माने गोटे जिनस भी फपाड़तु नहीं ताहले जाई बाबा कर क्लिनिक आउ थे खोल बिना कौन माने प्रशासन माने जो तागिद पर माने कई आसबेनि से ये करने तागिद करने ताहले जे बाबा क्लिनिक आउ थे चलो ना भाभी नियंतु जे क्लिनिक टोटाली बंद हो से समस्त को मुझे आगु भी अनुरोध करी वीडियो आवे भी अनुरोध करण मैंने से अंचल को पूरा एकदम सफा सुतरा रखु जातु औषध आने सफा सुतरा रखु आउ स्वस्थ रुहतु से अंचल को भी सफा सुतरा रखु। रोची धन्यवाद।